नारद पुराण नवम अध्याय सौदास विषय वर्णन। एथु अन्ते आना गाथा शुण मन देई आवर कथाए कुह हे सुत गोसाई सौदासंकु काहि पाई वशिष्ठ महर्षि अभिशाप देले बुझाइण कुह ऋषि दानव शरीर धरी सेहि बुलुथिले किए गंगा जल देई मुकत करिले आद्य ठारु प्रांत जाए गोटी गोटी करी हे तापस आंभ आगे कुहंतु विस्तारी शुणिले मनु संशय मान तुटी जीव आवर अंगरु सबु कलमश हटिब आंभे शुणी अछु गंगा देवींक महात्मा कन्नरे श्रवण करे जेउ महात्मा अथवा दिवस निशि कीर्तन करई ताहार शरीर मान पुत जे हुई शुणी बोइले कसुत आहे तपोधन जहा पुछा कले ताहा करिबा बयान धर्मपरायण सौ दास नरपति सकल विद्यारे सेहु पंडित अटंती प्रजा मानंकु संतान प्राय पालुथिले 30,000 वर्ष राजत्व करिले सपत सागर परी वृत्ता वसुमती राजधर्म अनुसारे पालन करंती सारा पृथ्वी को करी रक्षण बेक्षण जतन रे राजभोग भुंजुथिले जान एक दिन कर सेहि सौदास राजन मृगया निमंते गले सैन्यंकु नेण घोर बने बुली वन्य पशुंकु देखिण पछआड़े बेढ़ी तांकु प्रहारिले बाण से बाण आघाते केते मृगबद्ध हेले आवर थकाए पशु पलायन गले ताहांक पछरे लागी सौदास राजन क्षुधारे आतुर बेळ होइला मध्याह्न तृषातुर होई नृप रेवा नदी तीरे प्रवेश होइले जाई किछि क्षण परे स्नान करी से नदी जले नरपति आपणा अनेक कार्य कले समापति तहु मंत्री सहित रे पारिषद गण भोजनादि कार्य शेष कले सेहि ठार से रात्रिक सेहि नदी तीर रे रहिले प्रभात हुअन्ते उठी वन रे भ्रमिले मृगया भीड़ से मंत्री गणक सहित घोर वन मध्यरे भ्रमिले नरनाथ बुलु बुलु कृष्ण सार मृगे क देखिले गुणे बाण संधि तार पछे गोड़ाइले जाऊ जाऊ एका पशिले से घोर बने सैन्यगण ताहांकर रहीगले केणे एका होई सौदास भ्रमन्ते बनरे क्रमे जाई पशिगले गहर मध्यरे
ସେହି ଗିରି ଗୁହା ମଧ୍ୟେ ଯେ ବ୍ୟାଘ୍ର ବ୍ୟାଘ୍ରିଣୀ ରତି କ୍ରୀଡ଼ା କରୁଥିଲେ ମିଳିବେନି ପ୍ରାଣୀ। ତାହାଙ୍କୁ ଅଗ୍ରତେ ଦେଖିଣ ସେ ନର ନାଣ ବାଣ ବରସିଲେ କ୍ରୋଧେ ବ୍ୟଥିତ ହୋଇଣ। ବାଣ ବାଜନ୍ତେ ସେ ବ୍ୟାଘ୍ର ହୋଇ ଭୟଙ୍କର ଧଇଲା ସେଠାରେ ଏକ ଦାନବ ଶରୀର। 30 ଜୁଣ ଲମ୍ବା ତା ଶରୀର ହୋଇଲା ପ୍ରଳୟ ମେଘ ପରାୟ ଗରଜନ କଲା। ତାପରେ କ୍ଷଣକ ମଧ୍ୟେ ଭୂତଳେ ପଡ଼ିଣ ଛାଡ଼ିଲା ପରାଣ ସେହି ବ୍ୟାଘ୍ର ରୂପେ ଜାଣ। ତାହା ଦେଖି ଆନ ବ୍ୟାଘ୍ର ବୋଲେ ରହ ତୁହି ଏହି କ୍ଷଣି ପ୍ରତିଶୋଧ ନେଉଅଛି ମୁହିଁ। ଏତେ କହି କେଣେ ଅନ୍ତର୍ଧ୍ୟାନ ହୋଇଗଲା କେଉଁ ଆଡ଼େ ଗଲା ତାହା କେହି ନ ଜାଣିଲା। ଏ ସମସ୍ତ ଦେଖି ସଉ ଦାସ ଭୟ ପାଇ ଆପଣା ସଚିବ ଆଗେ କହିଲା ବୁଝାଇ। ତହୁଁ ପାତ୍ର ମନ୍ତ୍ରୀ ଗଣ ଘେନି ସଙ୍ଗତରେ ପ୍ରବେଶ ହୋଇଲେ ରାଜା ଆପଣା ନବରେ। ମାତ୍ର ହୃଦୟରେ ଶଙ୍କା ଥାଏ ତାହାଙ୍କର ବିମର୍ଷ ବହନେ ଚଳୁଥାନ୍ତି ନୃପବର। ଏହିପରି କିଛି ଦିନ ହୋଇଯାନ୍ତେ ଗତ ମନେ ବିଚାରିଲେ ସଉ ଦାସ ନରନାଥ। ଅଶ୍ୱମେଧ ଯଜ୍ଞ ଏକ କରିଣ ଭିଆଣ ଏହି ପାପରୁ ମୁକ୍ତ ହୋଇବ ହିଁ ଜାଣ। ତୋ ସମନେ ଯଜ୍ଞ ଆରମ୍ଭିଲେ ନରପତି କୁଳଗୁରୁ ବଶିଷ୍ଠଙ୍କୁ ହକାରି ତଡ଼ତି। ଯଜ୍ଞ ସମାପନ କରି ହବିର୍ଭାଗ ଦେଇ ସ୍ନାନ କରିବାକୁ ଗଲେ ବଶିଷ୍ଠ ଗୋସାଇଁ। ଏହା ପରେ ଯାହା ହେଲା ଶୁଣ ଦେଇ ମନ ବିଧିର ବିଧାନ କେବା କରିବ ଖଣ୍ଡନ। ପୂର୍ବେ ସଉଦାସ ନୃପ ପର୍ବତ ଗୁହାରେ ହତ୍ୟା କରିଥିଲେ ଯାହା ନାରୀକୁ ସେଠାରେ। ସୁରତା ଶକତ ବ୍ୟାଘ୍ର ରୂପୀ ସେ ରାକ୍ଷସ ପତ୍ନୀ ବିଚ୍ଛେଦରେ ହୋଇଥିଲା ଅତି ରୋଷ। ଏବେ ଯେ ତାହାର ପ୍ରତିଶୋଧ ନେବା ପାଇଁ ଅଇଲା କପଟ ବେଶେ ମହାକ୍ରୋଧ ହୋଇ। ମାୟାରେ ବଶିଷ୍ଠ ବେଶ ଧାରଣ ସେ କରି ସୌଦାସ ପାଶେ ପ୍ରବେଶ ହେଲା ଶିକରି। ରାଜାଙ୍କୁ ଅନାଇ ବୋଲେ ଶୁଣ ହେ ରାଜନ ଆଜି ଆମ୍ଭ ପାଇଁ ମାଂସ କରାଅ ରନ୍ଧନ। ଆମ୍ଭେ ସ୍ନାନ କରି ଆସୁ ଅଛୁ ଏହି କ୍ଷଣି ରନ୍ଧନ କରାଅ ତୁମ୍ଭେ ଛାଗ ମାଂସ ଆଣି। ଆମ୍ଭେ ଭୋଜନ କରିବୁ ତାହା ନୃପରାଣ ବିଳମ୍ବରେ କାର୍ଯ୍ୟ ନାହିଁ ଶୁଣ ଦେଇ ମନ। ଏତେ ବୋଲି ସେ ମାୟାବୀ ରାକ୍ଷସ ସତରେ ଅନ୍ତର ହୋଇଲା ସ୍ନାନ କରିବା ଛଳରେ। ଖଣ୍ଡେ ଦୂରେ ଯାଇ ପୁଣି ସେ ଦୁଷ୍ଟ ରାକ୍ଷସ ଧଇଲା ସେ ରାଜାଙ୍କର ସୁପକାର ବେଶ। ଗୁପତରେ ନର ମାଂସ ଆଣିନ ବହନ ରନ୍ଧନଶାଳାରେ ପଶି କରିଲା ରନ୍ଧନ। ପାକ ଶେଷ କରି ସ୍ୱର୍ଣ୍ଣ ପାତ୍ରରେ ପୁରାଇ ରାଜାଙ୍କ ହାତରେ ସେ
ଦେଲା କଧରାଇ। ସେ ମାଂସକୁ ରଖି ରାଜା ଅତି ଯତନରେ ଗୁରୁ ଆସିବାକୁ ଚାହିଁ ରହିଲେ ସେଠାରେ। ଏହିପରି ଘଟାଇ ସେ ଦୁର୍ଜୟ ରାକ୍ଷସ ପଳାଇଲା ନରହୀଣ ସେଠା ବରେଲେଶ। ତାହାପରେ କିଛି କ୍ଷଣେ ବଶିଷ୍ଠ ମହର୍ଷି ସ୍ନାନ ସାର ସେହିଠାରେ ପ୍ରବେଶିଲେ ଆସି। ଗୁରୁଙ୍କୁ ଦେଖି ରାଜନ ଆନନ୍ଦିତ ହୋଇ ସେ ରନ୍ଧା ମାଂସକୁ ଦେଲା ଯତନେ ବଢ଼ାଇ। ମାଂସ ବୋଲି କରି ଋଷି ଦେଖି ବିସ୍ମୟରେ ଚିନ୍ତା କଲେ କ୍ଷଣେ ମାତ୍ର ବସିଣ ଯୋଗରେ। ଧ୍ୟାନ ବଳେ ନର ମାଂସ ବୋଲି ଜାଣି କରି ବିଚାର ନ କରି କ୍ରୋଧ ହେଲେ ତପଚାରି। ଆରେ ଆରେ ରାଜା ତୁହି ଅଟୁ ଏଡ଼େ ହୀନ ଅମେଧ୍ୟ ମାଂସ ଆଣି ତୁ କରିଛୁ ପ୍ରଦାନ। ମହୀଶ୍ୱର ହୋଇ ତୁହି ଅମେଧ୍ୟ ପଦାର୍ଥ ଆମ୍ଭଙ୍କୁ ଭୋଜନ ଲାଗି ଦେଉ ନରନାଥ। ତେଣୁ ତୋରି ଅଭିଶାପ ଦେଉଅଛି ମୋହି ଏପରି ଅମେଧ୍ୟ ଭକ୍ଷ ଯେ ରାକ୍ଷସ ହୋଇ। ଯେଉଁ କର୍ମ ମାନ କଲୁ ଭୋଗ ତାର ଫଳ। ଏହା ଶୁଣି ନରପତି ହୋଇଲା ବିକଳ। ବୋଇଲା ଭୋଗୁରୁ ମୋତେ ଅନୁମତି ଦେଇ ଛାଗ ମାଂସ ରାନ୍ଧିବାକୁ ଆଦେଶ କରଇ। ପୁଣି ଏହି କ୍ଷଣି ଅଭିଶାପ ଦେଉଅଛ କେଉଁ ଦୋଷେ ମୋତେ ଅକାରଣରେ ଦଣ୍ଡୁଛ। ରାଜାଙ୍କ ମୁଖରୁ ଏହା ଶୁଣି ପୁରୋହିତ ପୁନରପି ଧ୍ୟାନ କଲେ ହୋଇଣ ମୌନସ୍ଥ। ଧ୍ୟାନରେ ଜାଣିଲେ ରାଜାଙ୍କର ଦୋଷ ନାହିଁ। ଦୁରାତ୍ମା ଦାନବ ଏହା ଦେଇଛି କରାଇ। ସୌଦାସ ଭାବିଲେ ଗୁରୁ ବିଚାର ନ କରି ବୃଥା ଅଭିଶାପ ମୋତେ ଦେଲେ କେଉଁ ପରି। ଏହା ଭାବି ବଶିଷ୍ଠଙ୍କୁ ଶାପ ଦେବା ପାଇଁ ଉଦ୍ୟତ ହୋଇଲେ କରେ ଜଳକୁ ଉଠାଇ। ତା ଦେଖି ସେ ନୃପଙ୍କର ରାଣୀ ମଦୟନ୍ତୀ ବୋଇଲେ କୋପକୁ ଶାନ୍ତ କର ପ୍ରାଣପତି। ଯାହା ତୁମ୍ଭ କର୍ମେ ଥିଲା ତାହା ଘଟିଅଛି। ଏଥିରେ ଦେଖିଲେ କାର ଦୋଷ ନାହିଁ କିଛି। ଦୁର୍ବୁଦ୍ଧି ବଶରେ ଯେଉଁ ମାନବ ଗୁରୁଙ୍କୁ ପ୍ରତିବାକ୍ୟ କହେ ଟେକି ନିଜର ମଥାକୁ। ସେ ମୂଢ଼ାତ୍ମା ବନେ ବ୍ରହ୍ମ ରାକ୍ଷସ ହୁଅଇ। ଏହିପରି ଧର୍ମଶାସ୍ତ୍ରେ ଅଛି ଲେଖା ହୋଇ। ଯେଉଁମାନେ ଜିତେନ୍ଦ୍ରିୟ ତପପରାୟଣ ଗୁରୁଙ୍କ ସେବାରେ ରତ ଥାନ୍ତି ଯେହୁ ପୁଣ। ତାହାଙ୍କୁ ମିଳଇ ବ୍ରହ୍ମ ଲୋକରେ ନିବାସ। ଏକଥା ବିଚାରି ନାଥ ତ୍ୟାଗ କର ରୋଷ। ପତ୍ନୀ ମୁଖୁ ଏହା ଶୁଣି ନୃପ ଛାଡ଼ି କ୍ରୋଧ ସାଧୁ ସାଧୁ ବୋଲି ତାଙ୍କୁ ଦେଲେ ଧନ୍ୟବାଦ। ପୁଣି ମନେ ବିଚାରିଲେ ଶାପ ଦେବା ପାଇଁ। ଏହି ଯେଉଁ ଜଳ କରେ ଧରିଅଛି ମୁହିଁ କେଉଁଠାରେ ପକାଇବି କେହା ସହିବ। ପୃଥିରେ ପଡ଼ିଲେ ପ୍ରଜା ସୃଷ୍ଟି ନାଶ ଯିବ। ଏହି ପରୀକ୍ଷଣ କଳା ଯାଏ ବିଚାରିଲେ ନିଜ ପାଦ ଯୁଗଳରେ
ତାହା ପକାଇଲେ। ଚରଣରେ ସାପ ଜଳ ହେବାରୁ ପତନ, ତକ୍ଷଣେ ସେ ପାପ ଦୋୟ ହେଲା କୃଷ୍ଣ ବନ। ସେଦିନୁ କଳମସ ପାଦ ନାମ ସେ ଭୂପତି, ପ୍ରସିଦ୍ଧ ହୋଇଲେ ଏହା ସକଳେ ଜାଣନ୍ତି। ତଦନ୍ତେ କଳମସ ପାଦ ଶାନ୍ତି ବାକ୍ୟ କହି, ଗୁରୁଙ୍କୁ ବନ୍ଦନା କଲେ ଭିତମନା ହୋଇ। ପୁଣି ବିନୟରେ କର ଯୋଡ଼ି ସେ ରାଜନ, ବୋଇଲେ ହେ ଗୁରୁଦେବ ହୁଅ ସୁପ୍ରସନ୍ନ। ମୁଁ ତୁମ୍ଭର ଅପରାଧ କରି ନାହିଁ କିଛି, ଦୟା ଗୁଣେ କ୍ଷମା ମୋତେ ଦିଅ ମୁଁ କହୁଛି। ବଶିଷ୍ଠ ଏ କଥା ଶୁଣି ଦୁଃଖିତ ହୋଇଣ, ଦୀର୍ଘ ନିଶ୍ୱାସକୁ ତ୍ୟାଗ କଲେ ପୁନ ପୁନ। ମନେ ମନେ ଆପଣାକୁ ଅବିବେକ ମଣି, ବହୁତ ପ୍ରକାର ନିନ୍ଦା କଲେ ପୁଣି ପୁଣି। ଅବିଚାର କାର୍ଯ୍ୟ ହୁଏ ଅନର୍ଥର ମୂଳ, ଅକାରଣେ ଘଟାଏ ସେ ନାନା ଅମଙ୍ଗଳ। ଜଗତ ଯାହାର ବିବେଚନା ଶକ୍ତି ନାହିଁ, ସେ ପଶୁ ମଧ୍ୟରେ ପରି ଗଣିତ ହୁଅଇ। ନ ଜାଣିଏ ନରପତି ଏହା କଲେ ଯେବେ, ଅନୁଚିତ ଏହାଙ୍କର ହୋଇ ନାହିଁ ଲବେ। ମୁହିଁ ତ ବିବେକୀ ହୋଇ ଘୋର ପାପ କାର୍ଯ୍ୟ, ଜ୍ଞାନ ଥାଉଁ ଥାଉଁ ଜାଣି ଅରଜିଲି ଆଜ। ସେ ବିବେକୀଶାଳୀ ହୁଏ ସେହୁ ଚିରଦିନ, ସୁଖ ଭୋଗ କଲେ ସିନା ହୃଷ୍ଟ ହୁଅ ମନ। ଯାହାର ବିବେକ ବୁଦ୍ଧି ନଥାଏ ସେ ମୂର୍ଖ, ଚିରକାଳ ପର୍ଯ୍ୟନ୍ତେ ଲାଭ କରେ ଦୁଃଖ। ଏହିପରି ମନେ ମନେ ବିଚାରି ବଶିଷ୍ଠ, ସେ ରାଜାଙ୍କୁ ବୋଇଲେ ଶୁଣ ନର ଶ୍ରେଷ୍ଠ। ମୋ ସାପେ ତୁମ୍ଭର ଏ ଯେ ରାକ୍ଷସ ଶରୀର, ନୁହଁ ଅଧିକ ଦିନ ପାଇଁ ମନେ କର। 12 ବରଷ ମାତ୍ର ଏ ଦେହ ରହିବ, ତହିଁ ପରେ ଗଙ୍ଗା ଜଳ ପାଇ ମୁକ୍ତି ହେବ। ଭାଗୀରଥୀ ଗଙ୍ଗାଙ୍କର ଜଳ ବିନ୍ଦୁ ମାତ୍ର, ପଡ଼ିଲେ ପବିତ୍ର ହେବ ତୁମ୍ଭର ଏ ଗାତ୍ର। ଦିବ୍ୟ ଜ୍ଞାନ ଉଦୟ ହୋଇ ପାପନାଶ ଯିବ, ଶ୍ରୀହରି ସେବାରେ ତୁମ୍ଭେ ମନ ମଜାଇବ। ପୂର୍ବ ଦେହ ଲାଭ କରି ପୁଣି ଏ ମହିକି, ଭୁଞ୍ଜିବ ଉତ୍ତମ ରୂପେ କାହାକୁ ନ ଶଙ୍କି। ପରମ ଶାନ୍ତି କି ପାଇ ପରିଣାମ କାଳେ, ନିବାସ କରିବ ସୁଖେ ଯାଇ ପୁଣ୍ୟ କାଳେ। ଧର୍ମାତ୍ମା ବଶିଷ୍ଠ ମୁନି ଏକଥା କହିଣ, ନିଜ ଆଶ୍ରମକୁ ଚଳି ଗଲେ ସେହି କ୍ଷଣ। ନୃପତି କଳମସ ପାଦ ବିଷାଦିତ ଚିତ୍ତେ, ଧଇଲେ ରାକ୍ଷସ ଦେହ ସବୁରି ସାକ୍ଷାତେ। ରାକ୍ଷସ ଦେହରେ ସଦା କ୍ରୋଧବଶ ହୋଇ, ସନ୍ତତ ହୋଇଲେ କ୍ଷୁଧା ପିପାସାରେ ଦହି। ଭୀଷଣ ମୂର୍ତ୍ତି ସେ ଧରି ଗୃହକୁ ଛାଡ଼ିଣ, ବିଜନ ଅରଣ୍ୟ ମଧ୍ୟେ କରିଲେ ଭ୍ରମଣ। ପ୍ରମତ୍ତ ଭାବରେ ମୃଗ ମନୁଷ୍ୟ ମହିଷ, ପକ୍ଷୀ ଆଦି ଜୀବ ମାରି ଗ୍ରାସ କଲେ ମାଂସ। ଯେତେକ ଜୀବ ଜନ୍ତୁଙ୍କୁ ନେତ୍ରରେ ଦେଖିଲେ,
ବଳାତ୍କାରେ ସେହି ତାଙ୍କୁ ମାରି ନ ଖାଇଲେ। ମୃତ ଜୀବମାନଙ୍କର ଅସ୍ଥିସାର ମାନ ପଡ଼ିନ ଯେ ଶଶାଗରା ଧରା ହେଲା ପୂର୍ଣ୍ଣ। ଏପରି 6 ମାସ ମଧ୍ୟେ ସତେ ଜୁଣ ଦୂର ଦୁଭାଗକୁ କରାଇ ସେ ଅତି ଭୟଙ୍କର। ସେ ସ୍ଥାନରୁ ଯାଇ ଅନ୍ୟ ବନାନ୍ତରେ ପଶି ସର୍ବଦା ହୋଇଲେ ନାନା ମାଂସ ଅଭିଳାଷୀ। ଅପାର ମାନବ ଗଣ କରି ସେ ଭକ୍ଷଣ ନର ମାଂସରେ ଉଦର କଲେ ପରିପୂର୍ଣ୍ଣ। ଅପାର ମାନବ ଗଣ ରାଜନ ଭକ୍ଷିଲେ ସାଧୁ ଅସାଧୁ ତିଳେ ବାରି ନ ପାରିଲେ। ଯେଉଁଠାରେ ଋଷିମାନେ ବାସ କରିଥିଲେ ସେ ବନ ମଧ୍ୟରେ ଯାଇ ସୌଦାସ ମିଳିଲେ। ମହାଭୟଙ୍କର ରୂପ ଦେଖି ତାହାଙ୍କର ସକଳ ଜନ ସେଠାରେ ହୋଇଲେ କାତର। ଦିନେ ସେ ଦାନବ ରୂପୀ ରାକ୍ଷସ ରାଜନ ଯୁଦ୍ଧରେ ଅତ୍ୟନ୍ତ ଭାବେ ତାପିତ ହୋଇଣ। ବୁଲୁ ବୁଲୁ ବନେକ ମୁନିଙ୍କୁ ଦେଖିଲେ ପତି ପତ୍ନୀ ସଙ୍ଗେ ବିହରନ୍ତି ଏକ ତୁଲେ। ଦେଖିବା ମାତ୍ରକେ ତାଙ୍କ ପାଶରେ ସେ ଯାଇ ପ୍ରବେଶିଲେ ଭୟଙ୍କର ରୂପ ବିକାଶଇ। ବ୍ୟାଘ୍ର ଯେଉଁ ପରି ମୃଗ ଶାବକ ଧରଇ ତେମନ୍ତ ଭାବେ ଧରିଲେ ଯାଇ ତାହାକୁ ହିଁ। ଦାନବ ହସ୍ତରେ ନିଜ ପତି ପଡ଼ିବାର ଦକ୍ଷିଣର ମଣି ହୋଇ ଅତ୍ୟନ୍ତ କାତର। ମସ୍ତକେ କରକୁ ଯୋଡ଼ି ବିନୟ ଭାବରେ ବୋଇଲେ କ୍ଷତ୍ରିବର ଶୁଣ ତୁମ୍ଭେ ବାରେ। ମୋର ମନର କାମନା ପୂର୍ଣ୍ଣ ହୋଇ ନାହିଁ ତେଣୁ ଅତି ବିନୟରେ କହୁଅଛି ମୁହିଁ। ମୋର ଏହି ପତି ଦେବଙ୍କର ପ୍ରାଣ ମୋତେ ଦାନ କର ତୁମ୍ଭେ ଦୟା ଭାବ ବହି ଚିତ୍ତେ। ପତିଙ୍କ ଜୀବନ ଦେଇ ମୋତେ ରକ୍ଷା କର ଜାଣେ ମୋହି ତୁମ୍ଭେ ସୂର୍ଯ୍ୟ ବଂଶର ଈଶ୍ୱର। ପ୍ରକୃତରେ ଦାନବର ନୁହଁ ତୁମ୍ଭେ ଜାଣ ମିତ୍ରାମୋହ ନାମ ସୂର୍ଯ୍ୟ ବଂଶନର ରାଣ। ଏଣୁ ଏହି ଜନଶୂନ୍ୟ ଅରଣ୍ୟ ମଧ୍ୟରେ ମୋତେ ରକ୍ଷା କର ପତି ଭିକ୍ଷା ଦେବାରେ। ହେ ହରି ମର୍ଦ୍ଦନ ନୃପ ତୁମ୍ଭେ କି ନା ଜାଣ ପତି ବିନେ ନାରୀ ପ୍ରାଣ ହୁଏ ଅକାରଣ। ପତି ମୃତ ହେଲେ ନାରୀ ବଞ୍ଚି ରହେ ଯାହା ମଲେ ତାହା ଠାରୁ ସତେ ଗୁଣେ ଶ୍ରେୟ ତାହା। ବାଲ୍ୟ ବୈଧବ୍ୟ ଯେଉଁ ନାରୀର ହୁଅଇ ତାର ଦୁଃଖ କିଏ ମୁଖେ କହି ନ ପାରଇ। ହେ ରାଜା ଜୀବନେ ମୁହିଁ କିଛି ଜାଣେ ନାହିଁ କେବଳ ଏ ପତି ମୋର ସମ୍ବଳ ଅଟଇ। ଏହି ସ୍ୱାମୀ ଧନଞ୍ଜୟ ଏହି ରକ୍ଷା କର୍ତ୍ତା ଏହି ସ୍ୱାମୀ ଅଟନ୍ତି ଯେ ମୋର ମାତା ପିତା। ଆବର କଥାଏ ତୁମ୍ଭେ ମନ ଦେଇ ଶୁଣ ନାରୀ ଧର୍ମ କିସ ବା କରିବି ବଖାଣ। ତୁମ୍ଭେ ତ ସର୍ବଜ୍ଞ ସବୁ କଥା ଅଛ ଜାଣି ଏ ଘୋର ଦୁଃଖରୁ ମୋତେ ରକ୍ଷା କର ପୁଣି। ଅତି ଶିଶୁ ହୋଇଅଛି ପୁତ୍ରଟି ମୋହର ପତି ବିନେ କିଏ ତାକୁ ପାଳିବ ସଂସାର। ଏ ନିର୍ଲଜ ଅରଣ୍ୟରେ
पतिहीना होई पुत्र को पालिबी केन्हे कह नर साई। एणु मागुअछि स्वामी दान करी मोते रक्षा कर तुम्भ नृप धर्म ए जगते। मु तुम्भर कन्या बोली मनरे विचार तुम्भे महाधर्म ज्ञाता ज्ञानी नृपवर। शास्त्र मानंकरे सदा अछि लेखा होई प्राणदान ठारू बଳି पुण्य आउ नाही। एहा जानी पति प्राण तुम्भे दान कर दूर कर मो मनरु संताप पार। एही परि विप्र पत्नी कहि विनୟରେ दानवर पाद तले पड़िला भक्ति रे। बोइला अटई मोहि तुम्भर दुहिता पति दान देई रक्षा कर आहे पिता। एमंते जेते प्रार्थना कला से ब्राह्मणी दानवरु पिराजन कने तान शुणी। शार्दूल जेपरि भक्षे मृग शावक को तेमंत भक्षिला राजा धरी से विप्र को। ता देखि से पतिव्रता रमणी कातरे अपार विलाप करी बोइला क्रोधरे। वशिष्ठ सापरे दूर बस्ता को पाइण थिले मध्य अभिशाप देला से हुपुण। बोइला मो पति प्राण से काले नासिलु तिले हे मोहर कथा कर्णे न शुणिलु। सेही परि पत्नी सह श्रृंगार कालरे प्राण हराइबु तुही मोहर सापरे। कप भरे विप्र नारी एही साप देई पुनरपि कहिला से राजन को चाही। जेणु मो पति को तुही करिलु निधन ए दानव काय तोर रहु चिरदिन। ब्राह्मणी हेमंत साप करन्ते प्रदान क्रोधे बोइला ताहाकु दानव राजन। मुखमंडलरु अग्नि करिण बाहार बोइला क्रोधरे ताकु होइण कातर। रे नारी तू काहीं पाई अकारणे मोते दुई गोटी साप देलु कह केउ अर्थे। एक अपराधे एक साप थांतु देई दुई गोटी साप देवे तू ही अछु देई। साप परे साप जदि करिलु प्रदान पुत्र सह तू पिशाची हो जा बहन। एही परि अभिशाप द्यन्ते नृपवर पिशाची हेला ब्राह्मणी पुत्र सहितर। अत्यंत क्षुधार्त होई पिशाची शरीरे कांदी कांदी प्रवेशिला अरण्य मध्यरे। से पिशाची से राक्षस विजन वनरे चित्कार शब्द करी गले अति खरे। नर्मदा कूଳରେ थिला एक बट वृक्ष सेही ठारे बेनी जने मिलिले प्रत्यक्ष। पूर्वरु दानव सह से बट वृक्षरे बास करी रहिथिला अति आनंदरे। गुरुंक अवज्ञा करी बारु सेही जान दानव स्वरूप करी थिला से धारण। बट वृक्षरे से ब्रह्म राक्षस जे थिला ए दुहिंको जहु सेहु नयने देखिला। अति वृद्ध होई करी बोइला किए रे एठाकु आसिछ भय
ନାହିଁ କି ମନରେ ମୋ ବାସସ୍ଥାନକୁ ଆସି ଅଛ କି ନିମନ୍ତେ ସତ୍ୟ କହିବେ गे ପରିଚୟ ଦିଅ ମୋତେ। କେବଳ ପାପରୁ ତୁମ୍ଭେ ମାନେ ମୋହ ପରି ଦେହ ପାଇ ଅଛ ବେଗେ କୁହ ଯେ ବିସ୍ତାରୀ। ଦାନବର ଏ ବଚନ ଶ୍ରବଣେ ଶୁଣନ୍ତେ କହିଲେ ଯେ ଯାହା କଥା ତାହାର ଗ୍ରତେ। ତାହାକୁ ପୁଛିଲେ ତୁମ୍ଭେ କିଏ ମହାଭାଗ କି କାର୍ଯ୍ୟ କରୁଛ ଆମ୍ଭ ଆଗେ କହ ବେଗ। କେଉଁ କର୍ମ କରି ତୁମ୍ଭେ ହୋଇଛ ଦାନବ ଆମ୍ଭେ ତୁମ୍ଭ ସଖା ହେଲୁ କୁହ ମହାଭାଗ। ମିତ୍ର ଆଗେ ମିତ୍ର ମନ କଥା କଲେ ଗୁପ୍ତ ଅପାର କଷଣ ପାଏ ରହିଅଛି ଶାସ୍ତ୍ର। କିନ୍ତୁ ମିତ୍ର ଯେବେ ମିତ୍ର ଦୁଃଖକୁ ବୁଝଇ ସଜନ କଷଣ ସକଳ କଷଣ ତାର ଦୂରିତ ହୁଅଇ। ଏ କାରଣ ମିତ୍ରେ କେହି ବଞ୍ଚନା ନ କରେ ଦୟା କରି ଆମ୍ଭ ଆଗେ କୁହ ଏହିଠାରେ। ମିତ୍ର ବୋଲି ଯେତେବେଳୁ କଲୁ ଅଙ୍ଗୀକାର ତୁମ୍ଭେ ଯେ ପ୍ରକୃତ ମିତ୍ର ଅଟ ହେ ଆମ୍ଭର। କୁହ ସମସ୍ତ ବିସ୍ତାରୀ ଆମ୍ଭ ଅଗ୍ରତରେ କଳ୍ମଷ ବିନାଶ ହେବ ଅଳ୍ପ କାଳ ପରେ। ଏପରି କଳ୍ମଷ ପାଦ କହନ୍ତେ ବୁଝାଇ ଶୁଣି ବଟ ବୃକ୍ଷବାସୀ ସେ ରାକ୍ଷସ ତହିଁ। ଧର୍ମ ସଙ୍ଗତ ବାକ୍ୟ କହିବା ନିମନ୍ତେ ଆରମ୍ଭ କରିଲା ପ୍ରୀତ ହୋଇ ତ ସଚିତେ। ମୋର ନାମ ସୋମଦତ୍ତ ମଗଧ ଦେଶରେ ବାସ କରିଥିଲି ମୁହିଁ ଅତି ଆନନ୍ଦରେ। ଧର୍ମପରାୟଣ ବେଦ ବିଦ୍ୟାରେ ପଣ୍ଡିତ ହୋଇଣ ମୁଁ ଅତି ସୁଖେ ଥିଲି ସୁନିଶ୍ଚିତ। ଏକ ଦିନକର କଥା ଶୁଣ ମନ ଦେଇ ଅତ୍ୟନ୍ତ ଧନ ଗର୍ବରେ ମୁହିଁ ଗର୍ବୀ ହୋଇ ତିଳେ ହେଁ କାହାକୁ ଯେ ଖାତର କଲି ନାହିଁ। ଗୁରୁ ବ୍ରାହ୍ମଣଙ୍କୁ ଦେଖି ଲାଞ୍ଛନା କରଇ ଏହିପରି କରୁ କରୁ ନିଜର ଗୁରୁଙ୍କୁ ଅପମାନ ଦେଲି ନ ଚାହିଁଣ ପଶ୍ଚାତକୁ। ସେହି ପାପରୁ ଏ ଦଣ୍ଡ ଭୋଗୁଅଛି ମୁହିଁ କି କହିବି ତୁମ୍ଭ ଆଗେ ବାକ୍ୟ ନ ସ୍ଫୁରଇ। ଦାନବ ଶରୀର ଧରି ଅତି ବିକଳରେ ଦିବସ ରଜନୀ ବଞ୍ଚୁ ଅଛି ଏହିଠାରେ। ଏହି ହାତେ ମାରି ସତ ସହସ୍ର ବ୍ରାହ୍ମଣ ଭକ୍ଷଣ କରିଛି ତୁମ୍ଭେ ମନ ଦେଇ ଶୁଣ। ତଥାପି ଉଦର ଜଳେ ହେଉଛି ବ୍ୟଥିତ ଯେତେ ଯା ଭକ୍ଷିଲେ ମଧ୍ୟ ନ ହୁଅଇ ତୃପ୍ତ। ଏବେ ମୋ ଭୟରେ ଆଉ ଏବନକୁ କେହି ଆସୁନାହିଁ ଜଣେ ମାତ୍ର ବାଉଳାରେ ଭାଇ। ତେଣୁ ଅତି ସନ୍ତାପରେ ବିତାଏ ଜୀବନ କି କହିବି ତୁମ୍ଭ ଆଗେ ମୋହର କଷଣ। ଜଗତ ମଧ୍ୟରେ ଯେତେ ପାପ ଅଛି ରହି ଗୁରୁ ନିନ୍ଦା ସବୁଠାରୁ ଉତ୍କୃଷ୍ଟ ଅଟଇ। ଆଜ ସେହି ଗୁରୁ ନିନ୍ଦା ଲାଗି ଏହିଠାରେ ମହାଦଣ୍ଡ ପାଉଅଛି ଦାନବ ଶରୀରେ। ଏପରି କହିଲା ଯହୁଁ ସେ ବ୍ରହ୍ମ ରାକ୍ଷସ ତାହାକୁ ଉତ୍ତର ଦେଲା ଦାନବ ସୌଦାସ। ହେ ସଖା ପ୍ରଶଂସା କଲ ତୁମ୍ଭେ ଯେ ଗୁରୁଙ୍କୁ ସେ ଗୁରୁ କିଏ ସେ ତାହା କୁହନ୍ତୁ ଆମ୍ଭଙ୍କୁ।
पुणी केमंत लक्षण मान ताहांकर केउ मार्गरे गमन अटे ताहांकर शुणिबाकु श्रद्धा जात हेउछि मनरे गोटी गोटी बुझाइण कुह मो आगरे राजांक मुखरु एहा शुणी सोमदत्त बोइले हे सखे शुण पुछिबा चरित अनेक प्रकार गुरु अछंती जगते माननीय पूजनीय सेमाने समस्ते किपरि लक्षण भेद ताहार अटई से समस्त कहुअछि तुम्भंकु बुझाई जे वेद पढ़ंती वेद तति से अटंती धर्म चर्चा जेहु करे धार्मिक बोलांती व्रत उपदेश जेउ गुरु माने दियंती सकल पापरु सेहु लभंती मुक्ति जगतर अन्नदाता अटंती जे जान से गायत्री उपदेश दियंती कनेण धर्म को सर्वदा जेहु आश्रय करी थांती सकल पापर सेहु लभंती सद्गति आउरी अनेक कथा शुण मन देई पिता माता सासु आउ ससुरटी जेहि प्रधान गुरु अटंती त्रिजगते सेहि तांको पूजा कले बहु पुण्य जे बढ़ई सभिंको उपरे सार पति मानंकर पति जे परम गुरु मनरे विचार आहुरी अनेक गुरु एभावे अछंती थोकाए बाछि कहिली तुम्भंकु मुएथि सौदा सबइले तुम्भे अनेक प्रकार कहिल गुरुंक नाम आंभ अग्रतर पति पत्नी पिता माता मानंकु छाड़ीण आन गुरु किए श्रेष्ठ कुह बुझाइण यथार्थ भावरे ताहा कह मोग्रते शुणिले सिना मनरे जीवई परते सोमदत्त बोइले हे महाप्रज्ञ शुण आच्छा गंठी कथा आनी पुछ एठा बेण जेउ कथा मान पुछा कल तुम्भे माने बुझाई कहुछि ताहा शुण तो समने प्रश्नर उत्तर जेबे न दियंती जन पाप पंकरे पतित हुए से हुजाण किंतु उत्तर रे पछे हारि गले केही निश्चयान ठारू शिक्षा लाभ से करई एथिरे मंगल हेब आंभ दुहिंकर निज मन कथा व्यक्त करिबा एठार दानव शरीर बही आंभे दुई जण गुरुंक महिमा एथे कले आलोचन एथिरे निश्चय मंगल होइब उदय पूर्वार्जित पाप थिले ता होइब क्षय जेते गुरुंकर नाम करिली प्रकाश सेमाने सकले पूज्य अटंती त्रिदश तथापि शास्त्रर जेउ सार मर्म अछि तुम्भ अग्रतरे मुहि बुझाई कहुछि जेहु मंत्र व्याख्याकारी वेद अधिकारी निज पिता धर्म वक्ता समान ए चारि गुरुंक मध्यरे चारिहे श्रेय जाण ए उतारु जे परम गुरु ताहा शुण संसारी गण अग्रते
ଯେ ବଣ ପଣ୍ଡିତ ପୁରାଣକୁ ଅର୍ଥ କରି କହନ୍ତି ସମସ୍ତ ଧର୍ମ ସଙ୍ଗତି କଥାକୁ ଶ୍ରବଣ କରନ୍ତି। ସେ ପରମ ଗୁରୁ ନାମେ ଖ୍ୟାତି ଯେ ହୁଅନ୍ତି। ଯେ ଦେବ ପୂଜାର ଉପଯୁକ୍ତ ଫଳ କହି ଧର୍ମ ପାୟ ଲୋକମାନେ ଦିଅନ୍ତି ବୁଝାଇ। ପରମ ଗୁରୁ ନାମରେ ସେ ବ୍ୟାଖ୍ୟା ଅଟନ୍ତି। ଲୌକିକ ନୁହଁ ଏହା ଶାସ୍ତ୍ରର ସମ୍ମତି। ଆବର ପୁରାଣ ଶାସ୍ତ୍ର ବ୍ୟକ୍ତ ଯେ କରଇ ସଂସାର ସାଗର ମଧ୍ୟ ସେ ପାର ହୁଅଇ। ସେହି ସାଗର ମଧ୍ୟରୁ ହୋଇବ ସେ ପାର ଶୁଣିଲେ ପୁରାଣ ନିଶ୍ଚେ ବସିବ ସ୍ୱର୍ଗର। ଦିନେ ଦ୍ୱିଜ ତମ ଗଣେ ପୁରାଣ ଶାସ୍ତ୍ରକୁ ସର୍ବଧର୍ମ ରୂପ ବୋଲି କହିଲେ ଲୋକଙ୍କୁ। ଯେଣୁଟି ପୁରାଣ ବକ ତାଙ୍କୁ ବୁଦ୍ଧଗଣ ନିର୍ଦ୍ଦେଶ କରନ୍ତି ଶ୍ରେଷ୍ଠ ଗୁରୁ ଯେ ବଲିଣ। ବେଦର ଉଦ୍ଭବ କର୍ତ୍ତା ବ୍ୟାସ ମହାମତି ପୁରାଣରେ ସବୁ ଧର୍ମ ପ୍ରକାଶୀ ଅଛନ୍ତି। ବାକ୍ୟ ବିତଣ୍ଡା ହେତୁରୁ ହୁଏ ତର୍କ ଶାସ୍ତ୍ର ସୁଖ ଦିଏ ଇହ କାଳ ଜାଣ ନୀତି ଶାସ୍ତ୍ର। କିନ୍ତୁ ଇହ କାଳ ପର କାଳରେ ପୁରାଣ ମାନବଙ୍କୁ ସୁଖ ଦାନ ଦିଏ କର୍ଣ୍ଣେ ଶୁଣ। ଭକ୍ତିରେ ପୁରାଣ ପାଠ କରେ ଯେଉଁ ନର ହରି ଭକ୍ତି ଉଦୟ ହୁଏ ତା ହୃଦର। ବିବେକବାନ ତାହାର ନିର୍ମଳ ହୁଅଇ ଧର୍ମ ବଳେ ସଂସାର ବନ୍ଧରୁ ତରଇ। ପୁରାଣ ଶ୍ରବଣେ ପ୍ରଥମରୁ ମାନବର ଧର୍ମେ ପ୍ରବର୍ତ୍ତଇ ବୁଦ୍ଧି ଶୁଣନ୍ତୁ ସୁଧୀର। ଯେତେ ପାପ ରାଶି ମାନ ଅଙ୍ଗ ମଧ୍ୟେ ଥାଇ ଧର୍ମ ବଳେ ତାହା ସବୁ ବିନାଶ ହୁଅଇ। ଧର୍ମ ଅର୍ଥ କାମ ମୋକ୍ଷ ଏହି ଚାରି ବର୍ଗ ବାଞ୍ଛା କରିଥିବ ଯେହୁ କରିବାକୁ ଲାଭ। ସକଳ ପୁରାଣ ସେହୁ ଶ୍ରବଣ କରିବ ତହିଁରୁ ନିଶ୍ଚୟ ଜାଣ ମୁକ୍ତ ଲଭିବ। ପୂର୍ବ କାଳେ ବ୍ରହ୍ମବାଦୀ ଗୌତମ ଋଷି ଅତି ରମଣୀୟ ଗଙ୍ଗା ନଦୀ ତୀରେ ବସି ଯେତେକ ଶାସ୍ତ୍ର ପୁରାଣ ଅଛି ଜଗତରେ ସକଳ ଅର୍ଥ ବୁଝାଇ ଥିଲେ ଆନନ୍ଦରେ। ତାଙ୍କ ଉପଦେଶ ମୁତାବକ ମୁହିଁ ଜାଣ କରିଛି ଅଖିଳ ଧର୍ମ କାର୍ଯ୍ୟ ଅନୁଷ୍ଠାନ। ହେ ସଖା ଦିନେ ମୁଁ ଈଶ୍ୱରଙ୍କ ଭକ୍ତ ଥିଲି ଭକ୍ତିରେ ସର୍ବଦା ତାଙ୍କୁ ପୂଜା କରୁଥିଲି। ସେହି ସମୟରେ ଦିନେ ଗୌତମ ଋଷି ପ୍ରବେଶନ୍ତେ ସେହି ଋଷି ଗଙ୍ଗା ତୀରେ ଆସି ବାଉଳାରେ ତାଙ୍କୁ ମୋହି ନ କରନ୍ତେ ମାନ୍ୟ। ସେ ମୋତେ ବହୁ ବୁଝାଇ କହିଲେ ବହନ ତାପରେ ମୋହର ପୂଜା ଦେଖି ତୋଷ ହୋଇ ବାହୁଡ଼ି ଗଲେ ସେଠାରୁ ମନେ ମଦ ବହି। ମୋ ପୂଜାରେ ମହେଶ୍ୱର ପୂଜିତ ହୋଇନ ଗୁରୁଙ୍କ ଅବଜ୍ଞା ସହି ନ ପାରିଲେ ଜାଣ। ସେହି ନିମନ୍ତେ ମୋ ପରେ ହୋଇ କୋପ ଭୋର ସାପ ଦେଇ କହିଲେ ସେ ଦାନବ ଶରୀର। ଜାଣି ଶୁଣି ହେଉ ଅବା ଅଜ୍ଞାନରେ ହେଉ ମହତ ପ୍ରାଣୀଙ୍କୁ ହତା ଦର କରେ ଯେହୁ। ସକଳ କାର୍ଯ୍ୟ ତାହାର ବିନଷ୍ଟ ହୋଇ
संतान संतति आदि केही न बंचई न लभे कौनसी कार्य से जन मंगल धाई थाए सदा तार पछे मंगल महात्मा मानंकु जेउ जन सेवा करे परम ऐश्वर्य लाभ करे से अतीरे हे नृप शेखर आजी सेही पापे मोही क्षुधारे जे दिवा रात्र आकुल हुई एक क्षण केते दिने होई विमुक्त जानी तो पारुछि ताहा आहे तपवंत बट वृक्षवासी ब्रह्म राक्षस एपरी कलमस पाद को कही बारु श्रद्धा करी सेही धर्म आलोचना प्रसंगे तांकर शरीर नियत पाप होइला अंतर एकाले कलिंग देश बासी गर्ग नामे परम धार्मिक द्विज बोली धरा धामे स्कंधे गंगा जल धरी अति आनंदरे ईश्वरंक स्तव गान करंती भक्ति रे एही परकारे हरि नाम करी गान अकस्मात सेठावरे मिलिले जाइण ताहांकु नयने देखी से राक्षस माने नर्तन करी धाइले प्रफुल्लित मने बोइले अपार दया अटे प्रभुंकर मिलिगला संगे संगे आसीन आहार परमेश्वरंको नाम मुखे उच्चारिण गमन करुण थिले आनंदे ब्राह्मण पिशाची दानव द्वय ताहा शुणी कने भय पशि न पारिले द्विज सन्निधाने थोकाए दूरे थाइण कहिले मंत एक कथा अटई बड़ आश्चर्य चरित हे महात्मा तुम्भे अट महापुण्यवान आंभ मानंक प्रणाम घेनंतु बहन दानव शरीर धरी अछु आंभे माने सकल जीवन को मारी पारु कोप मने तुम्भे नाम संकीर्तन करिबारु जान न पशि पारिलु आंभे तुम्भ निकटेण एहा पूर्व अगणित ब्राह्मण मानंकु भक्षण करिण अछु धरिण ताहांकु आଜି तुम्भे नाम संकीर्तन करिबारु पशि न पारिलु तुम्भ पासे होई भीरु धन्य धन्य तुम्भे विप्र धन्य तुम्भ जस नाम संकीर्तन सदा करिछ अभ्यास जगतरे जेते जेते शक्ति अछि रही एहा संगतरे केही समान नुहई सेही हरिंकर नाम बड़ अवधूत स्वचक्षुरे देखि आंबे हेलु अचंबित आंभ मानंक अग्रते पड़िया जी तुम्भे परम आनंदे छिड़ा होइछ एठाबे हे ब्राह्मण धरुअछु तब श्री चरण एही कष्टरु आंबंकु कर परित्राण गंगा जल सक्त करी आंभर शरीरे मुक्त कर आहे विप्र आंभंकु एठारे कही अछंती पंडिते जेवण व्यकति श्रीहरिंक सेवा कार्ये रत थाए नीति संसार सागर करे निजको उद्धार आउ मध्य जगत को करे से निस्तार संसार पापर नाम अटे औषधि स्मरण मात्र के लाभ हुए कोटि निधि
ଏହି ନାମ ଆଶ୍ରୟ କରି ଜଗତର ଜନ, ମୁକ୍ତ ହୁଅଇ ପାପ ପଙ୍କ ମଧ୍ୟ ଜାଣ। ନିଜେ ତରିବାକୁ ଯାର ନଥାଏ ଶକତି, ଅପରଜନଙ୍କୁ ଅବା ତାରିବ କେମିତି। ହେ ବିପ୍ର ଏ ଜଗତରେ ଯେତେ ପୁଣ୍ୟ ତୀର୍ଥ, ସଭିଙ୍କ ମଧ୍ୟରେ ଗଙ୍ଗା ଅଟନ୍ତି ପବିତ୍ର। ତୁଳସୀ ପତ୍ର ସହିତେ ତିଳେ ଗଙ୍ଗା ଜଳ, ସିଞ୍ଚି ଦେଲେ ପାପ ମାତ୍ରା ନ ରହେ ତତ୍କାଳ। ଶପଥ କୂଳକୁ ମଧ୍ୟ ପବିତ୍ର କରଇ, ଏଥିରେ ଅଣୁମାତର ସନ୍ଦେହ ଯେ ନାହିଁ। ଆମ୍ଭେମାନେ ମହାପାପୀ ଅଟୁ ହେ ବ୍ରାହ୍ମଣ, ଗଙ୍ଗା ଜଳ ଦେଇ ମୁକ୍ତ କରାଅ ଆପଣ। ସକଳ ତତ୍ଵର ତୁମ୍ଭେ ଅଟ ଧୁରନ୍ଧର, କିସ ବୁଝାଇବୁ ତୁମ୍ଭ ଆଗେ ଦ୍ୱିଜବର। ତୁମ୍ଭେ ତ ଜାଣିଛ ଆମ୍ଭେ ସକଳ ପାତକୀ, ଗଙ୍ଗା ଜଳ ଦେଇ ତୁମ୍ଭେ ଦିଏ ସଦ୍ଗତି କି। ତୁମ୍ଭ ନାମ ଜପୁଥିବୁ ଆମ୍ଭେ ରାତ୍ର ଦିନ, କାଳ କାଳକୁ ଏ କଥା ରହିବଟି ଜାଣ। ଏମନ୍ତେ ଶୁଣି ବ୍ରାହ୍ମଣ ଆନନ୍ଦ ହୋଇଲା, ଆପଣା ମନ ମଧ୍ୟରେ ବସି ବିଚାରିଲା। ସାମାନ୍ୟ ଦାନବ ହୋଇ ଏହି କେଉଁ ପରି, ଗଙ୍ଗାଙ୍କ ମହିମା ଜାଣିଲେ କ ଦୁରାଚାରୀ। ଏଥୁ ଅନୁମାନ ହୁଏ ନିଶ୍ଚୟ ହି ତିନି, ସାପ ଫଳେ ବୁଲୁଛନ୍ତି ରକ୍ଷ ଦେହ ଘେନି। ମୁଁ ଯେବେ ୟାଙ୍କୁ ଗଙ୍ଗା ଜଳ ପାନ କରି, ମହାଘୋର ବିପଦରୁ କରିଦେବି ପାରି। ଜଗତେ ମୋହର ଯଶ ବିକଶି ଉଠିବ, ସନ୍ତୋଷ ହେବେ ମୋ ପରେ କମଳାଙ୍କ ଧବ। ଏହିପରି ମନେ ଗୁଣି ଗର୍ଗ ତପୋଧନ, ତୁଳସୀ ସହିତ ଗଙ୍ଗା ଜଳ ମିଶାଇଣ। ରାକ୍ଷସଙ୍କ ଉପରକୁ ତାହା ନିକ୍ଷେପନ୍ତେ, ପଡ଼ିଲା ତିନିଙ୍କ ଅଙ୍ଗେ ଯାଇନ ତୁରିତେ। ନିମିଷେ ମାତ୍ରକ ଗଙ୍ଗା ଜଳ ପଡ଼ିବାରୁ, ସେ ତିନିହେଁ ମୁକ୍ତି ହେଲେ ଦାନବ ଶରୀରୁ। ଦେବତାଙ୍କ ସଦୃଶରେ ସ୍ୱରୂପ ଧରିଣ, ହୃଦୟରେ ଦିବ୍ୟ ଜ୍ଞାନ ଲଭିଲେ ସେ ଜାଣ। ସୁପୁତ୍ରା ବ୍ରାହ୍ମଣୀ ଆଉ ସୋମଦତ୍ତ ତହିଁ, ଧଇଲେ କୋଟିଏ ପ୍ରଭା ଶୁଣ ମନ ଦେଇ। ହରିଙ୍କ ସ୍ୱରୂପ ତତ୍କ୍ଷଣେ ଲାଭ କରି, ବିରାଜିଲେ ଶଙ୍ଖ ଚକ୍ର ଗଦା ପଦ୍ମ ଧରି। ସେହି ଗର୍ଗ ବ୍ରାହ୍ମଣଙ୍କୁ ବହୁ ସ୍ତୁତି କରି, ଚଳିଲେ ବିମାନେ ବସି ସେ ଅମର ପୁରୀ। କଳ୍ମଷ ପାଦ ରାଜନ ନିଜ ରୂପ ପାଇ, ମନେ ମନେ ଅତିଶୟ ଚିନ୍ତା କଲେ ତହିଁ। ମୋ ସଙ୍ଗରୁ ତିନି ଜଣ ହୋଇଲେ ମୁକତ, କିମ୍ପା ତାଙ୍କ ଗତି ମତେ ନହିଲା ପ୍ରାପତ। ଏପରି ରାଜନ ମନ ମଧ୍ୟ ବିଚାରିଣ, ଉଭା ହୋଇଥିଲେ ତହିଁ ଦୁଃଖିତ ହୋଇଣ। ତାହା ଜାଣି ସରସ୍ୱତୀ ଅଦୃଶ୍ୟ ଭାବରେ, ରହିଣ କହିଲେ ତାଙ୍କୁ ସୁଲଳିତ ସ୍ୱରେ। ଦୁଃଖିତ ନ ହୁଅ ତୁମ୍ଭେ ଆହେ ନୃପବର, ରହିବ ଆଉ ଥୋକାଏ ଦିନ ଏ ମହୀର। ତାପରେ ତୁମ୍ଭର ହେବ ପରମ ମଙ୍ଗଳ, ଏଥକୁ ଆଉ ମନରେ କିଛି ହୀନ ଭାଳ। କର୍ମ ଅନୁସାରେ ଯାର ପାତକ ଛାଡ଼ିଛି, ଯାର ହୃଦୟରେ ହରି ଭକ୍ତି ରହିଅଛି। ସବୁ ପ୍ରାଣୀଙ୍କର ପ୍ରାଣେ ଯେ ଦୟା କରନ୍ତି, ଆବର ଗୁରୁଜନଙ୍କୁ ଅନ୍ତରେ ପୂଜନ୍ତି। ତାହାଙ୍କୁ ପରମ ପାଦ ଲାଭ ଯେ ହୁଅଇ, ଏଥିରେ ସନ୍ଦେହ ନାହିଁ ଆହେ ନର ସାଇଁ। ତୁମେ ଧର୍ମପରାୟଣ ଅଟ ହେ ରାଜନ, ଅବଶ୍ୟ ମୋ କତି ହେବ ଶୁଣ ଦେଇ ମନ। ବାଣୀଙ୍କର ଏହି ବାଣୀ ସୌଦାସ ଶୁଣି, ପରମ ସନ୍ତୋଷ ମନେ ଲଭିଲେ ସେ ପୁଣି। ଗୁରୁଙ୍କ ବଚନ ମନେ ସ୍ମରି ଆନନ୍ଦରେ, ପ୍ରଣାମ କରିଲେ ଯାଇ ଗର୍ଗଙ୍କ ପାଦରେ। ପୁଣି ଗଙ୍ଗା ସହିତରେ ପରମେଶ୍ୱରଙ୍କୁ, ସ୍ତୁତି କରି ନିଜ କଥା କହିଲେ ତାହାଙ୍କୁ।
बाल्यकाळु जेहु जेते भोग करिथिले गर्गंक अग्रते सबु बुझाई कहिले तदन्ते ताहांक पाद पद्मे पूजा करी बाहरिले निज राइजकु दंडधारी हरिनाम सदा सेहु मुखे करी गान गंगा विश्वेश्वर पासे मिलिले कष्टेण नरपति आसीबार से वशिष्ठ जानी राज्य अभिषेक कराइले तत्क्षणी कलमस पाद आपणा राज्य होई राजा विषय भुंजिले सुखे पाଳି जन प्रजा सारा पृथ्वी को जत्ने पालन करिले चिर शांति रे से राजा विश्राम करिले ऋषिगण को बोलंती सुत तपोधन गंगांक महिमा अटे अपूर्व विधान जहाको गोचर नाही महिमा गंगार महापापी मध्य जान गण्य सेहि नर मानव गंगांक नाम शुणिबार मात्रे कोटिपातक यद्यपि थाए तार गात्रे तहिरु मुकत होई स्वर्गपुरे बसे एथिरे संशय नाही शुण हे तापसे एही गंगा नाम जे हो मुखरे जपंती कियो बा त्रिकाले ताहा पठन करंती गंगा स्नान फल तांको प्राप्त होई एथिरे संदेह बोली अणुमात्र नाही गंगा गंगा जप मुखे आहे साधु जन पार हेब ए संसारु भणे क्षेत्रहीन इति श्री बृहत् नारद पुराणे सौदास चरित वर्णने नाम नवम अध्याय।